ଏହି କାହାଣୀଟି ସ୍ମୃତିପୁରରୁ ଆରମ୍ଭ ହୁଏ। ବାହାରୁ ଦେଖିଲେ ଏହା ଏକ ସାଧାରଣ ଗାଁ ପରି ଲାଗେ। କଞ୍ଚା ରାସ୍ତା, କବାଟ ଓ ଝରକା ନଥିବା ଘର ଏବଂ ସରଳ ଲୋକ। କିନ୍ତୁ ସ୍ମୃତିପୁରର ପରିଚୟ ନା କ୍ଷେତରୁ ଥିଲା ନା ମନ୍ଦିରରୁ। ଗାଁର ଚୌକ ମଝିରେ ବଣୁଆ ପତ୍ରରେ ଢାଙ୍କି ହୋଇ ରହିଥିଲା ଏକ ପୁରୁଣା ଚୌକି। କୁହନ୍ତି ଯେଉଁ ବି ଏହି ଚୌକିରେ ବସେ ସେ ତାର ସାରା ଅତୀତର ସମୟ ଦେଖିପାରେ, ଖୁସି, ଦୁଃଖ ଏବଂ ସେହି ମୁହୂର୍ତ୍ତଗୁଡ଼ିକ ଯାହା କେବେ ଫେରି ଆସିପାରିବ ନାହିଁ। କିନ୍ତୁ ଏହାର ବଦଳରେ ଚୌକି ନିଜର ଋଣ ଆଦାୟ କରେ। ବସିଥିବା ଲୋକଟି ହୁଏତ ପାଗଳ ହୋଇଯାଏ କିମ୍ବା ମୃତ୍ୟୁ ତାକୁ ଶୀଘ୍ର ନିଜ ପାଖକୁ ଡାକିନିଏ। ଗାଁର ଲୋକମାନେ ତାକୁ ନଷ୍ଟ କରିବାକୁ ବହୁତ ଚେଷ୍ଟା କଲେ, ନିଆଁ ଲଗାଇଲେ, କିନ୍ତୁ ଯେତେବେଳେ ନିଆଁ ଲିଭିଗଲା ଚୌକିରେ ଏକ ଦାଗ ବି ପଡ଼ିନଥିଲା। ଗାଁର ଲୋକମାନେ ଯେତେଥର ବି ଚୌକିକୁ ଜଙ୍ଗଲରେ ଫିଙ୍ଗି ଆସୁଥିଲେ, ସକାଳ ହେବା ମାତ୍ରେ ତାହା ପୁଣି ଚୌକ ମଝିରେ ଠିଆ ହୋଇ ରହୁଥିଲା। ତେଣୁ ଗାଁର ଲୋକମାନେ ସେହି ଚୌକିକୁ ଏତେ ଡରିଲେ ଯେ ତା ପାଖ ଦେଇଯିବା ସମୟରେ ଥରି ଥରି ଯାଉଥିଲେ। ଗାଁର ଲୋକମାନେ କେବଳ ଗୋଟିଏ କଥା କୁହନ୍ତି, ଏହି ଚୌକି ମଣିଷର ନୁହେଁ, ଏହି ଚୌକି ଅନ୍ୟ କାହାର। ସେହି ଗାଁରେ ରହୁଥିଲା ଜଣେ ପୁଅ ରାୟ ଷ୍ଟାର। ସେ ସମସ୍ତଙ୍କଠାରୁ ଅଲଗା ଦେଖାଯାଉଥିଲା। ନା ସକଳ କୌଣସି ମଣିଷ ପରି ଥିଲା, ନା ଚାଲିଚଳନ ଗାଁର ଲୋକମାନଙ୍କ ପରି। ତାର କେହି ବନ୍ଧୁ ନଥିଲେ। ଗାଁର ପିଲାମାନେ ତାକୁ ଖେପାଉଥିଲେ। ଦେଖ ଦେଖି ଆସିଲା, ଠେକୁଆ ଆସିଲା ଏବଂ ତାପରେ ଖିଲି ଖିଲି ହୋଇ ହସୁଥିଲେ। ଆଉ ରାୟ ଷ୍ଟାର ପ୍ରତ୍ୟେକ ଥର ଚୁପ୍ ହୋଇଯାଉଥିଲା। ତା ଆଖି ଭରି ଯାଉଥିଲା ଏବଂ ତା ହୃଦୟରେ ଗୋଟିଏ ପ୍ରଶ୍ନ ଥିଲା, ମୁଁ ସମସ୍ତଙ୍କଠାରୁ ଅଲଗା କାହିଁକି? ତାପରେ ଦିନେ ରାୟ ଷ୍ଟାର ତାର ଜେଜେବାପାଙ୍କ ପାଖକୁ ଯାଏ ଏବଂ ଆଖିରେ ଲୁହ ନେଇ କୁହେ, ଜେଜେବାପା, ମୁଁ କିଏ? ମୁଁ ସମସ୍ତଙ୍କଠାରୁ ଅଲଗା କାହିଁକି? ମୋ ବାପା ମା କିପରି ଦେଖାଯାଉଥିଲେ? ଆପଣ କେବେ ସେମାନଙ୍କ ବିଷୟରେ କାହିଁକି କହିନାହାନ୍ତି? ଜେଜେବାପା, କଣ ମୁଁ ମଣିଷ ନୁହେଁ? କେଉଁଠି ମୁଁ ଏକ ଏଲିୟନ ତ ନୁହେଁ? କିଛି ସମୟ ପାଇଁ ପବନ ଅଟକିଗଲା। ଜେଜେବାପା ରାୟ ଷ୍ଟାର ଆଖିକୁ ଚାହିଁଲେ କିନ୍ତୁ କିଛି କହିଲେ ନାହିଁ। ତାପରେ ହଇରାଣ ହେବା ସହିତ କୁହନ୍ତି, ପୁଅ, ମୋ ମୁଣ୍ଡ ବୁଲାଉଛି, ମୋତେ ଘରକୁ ନେଇ ଚାଲ। ଏବଂ ସେହି ମୁହୂର୍ତ୍ତରେ ରାୟ ଷ୍ଟାର ହୃଦୟରେ ଆଉ ଏକ ଗଭୀର ପ୍ରଶ୍ନ ଜନ୍ମ ନେଲା। ଜେଜେବାପା କାହିଁକି ଉତ୍ତର ଦେଲେ ନାହିଁ? କଣ ସେ ସତରେ କିଛି ଲୁଚାଉଛନ୍ତି? ସେହି ଦିନ ରାତିରେ ତାକୁ ନିଦ ଆସିଲା ନାହିଁ। ସେ ଝରକା ପାଖରେ ଠିଆ ହୋଇ ରହିଲା ଏବଂ କେବଳ ଚୌକ ମଝିରେ ରଖାଯାଇଥିବା ସେହି ଚୌକିକୁ ଅନାଇ ରହିଲା ଏବଂ ତା ହୃଦୟରେ କେବଳ ଗୋଟିଏ କଥା ଘୁରି ବୁଲୁଥିଲା, ଶେଷରେ ମୁଁ କିଏ? ତାପରେ ସେ ଧୀରେ ଧୀରେ ଚୌକି ପାଖକୁ ଆସେ ଏବଂ ତା ଉପରେ ବସିଯାଏ। ଯେପରି ସେ ବସିଲା, ଆକାଶର ରଙ୍ଗ ବଦଳିଗଲା। ବିଜୁଳି ମାରିଲା ଏବଂ ତାପରେ ଯାହା ସେ ଦେଖିଲା ତାର ଭିତର ପର୍ଯ୍ୟନ୍ତ ହଲେଇ ଦେଲା। ତେବେ ବନ୍ଧୁଗଣ, ଶେଷରେ ରାୟ ଷ୍ଟାର ଏପରି କଣ ଦେଖିଲା? କଣ ସେ ମଣିଷ କିମ୍ବା ସତରେ ଏଲିୟନ କିମ୍ବା ଆଉ କିଛି? ଯଦି ଜାଣିବାକୁ ଚାହୁଁଛନ୍ତି ତେବେ କମେଣ୍ଟ କରନ୍ତୁ।